ନାଇଁ କାଲି ଆରଟିଆଇ ଗୋଟେ ଖବର ଆସିଲା ପରେ ଆମେ ଜାଣିଲୁ ଯେ 7 ଜଣ ଡାକ୍ତର ବ୍ରହ୍ମପୁର ସହର ଏମକେସିରେ ନାହାନ୍ତି। ସେମାନେ ଦୀର୍ଘ ଦିନ ହେଲା ଏମିତି କହୁଛୁ ଛୁଟି ଅଛି ଲୋକ ଛୁଟିରେ ମଧ୍ୟ ନାହାନ୍ତି। ଛୁଟି ତାଙ୍କୁ ଗ୍ରହଣ କରାଯାଇନି। ଯେ ଛୁଟିର ନାହାନ୍ତି ତାହେଲେ ଦରମା ନେଉଛନ୍ତି ନିଶ୍ଚିତ ଭାବରେ। ଯେ ଦରମା ନେଉଛନ୍ତି କାମ କୋଉଠି ଦଉଛନ୍ତି? ଆମକୁ ତ ଆମ ପାଖରେ ବ୍ରହ୍ମପୁର ଏମକେସିରେ ଡାକ୍ତର ସଂଖ୍ୟା ଅଭାବ। ପିଲାଙ୍କୁ ପାଠ ପଢିବା ମଧ୍ୟ ଡାକ୍ତର ନାହାନ୍ତି। ପିଲାଙ୍କୁ ମଧ୍ୟ ପଢିବା ଡାକ୍ତର ନାହାନ୍ତି। ଏହି ସମୟରେ ଆମେ ସରକାର ଦାବି କରୁଛୁ, ପ୍ରଶାସନ ଜଣାଉଛୁ। କାହିଁକି ନା ଏମକେସି ଏମିତି ଡାକ୍ତରଙ୍କ ପାଖରେ ବିନା ଆପଣ ଯେତେ ଚେଷ୍ଟା କଲେ ମଧ୍ୟ ଆପଣ କିଛି ହେଲେ ଖବର କାଢି ପାରିବେନି। ଯାହାଦ୍ୱାରା କି ଏମକେସି ମେଡିକାଲ ଏକମାତ୍ର ବିକଳ୍ପ ତାହେଲେ ପୁଲିସ ଖବର କାଢିବ। ପୁଲିସ ଯଦି ଖବର କାଢିବ ତାହେଲେ ସତ୍ୟତା ପ୍ରକାଶ ପାଇପାରିବ। ତେଣୁ ଆମେ ବିଏନପୁର ଥାନା ଏଫଆଇଆର ଦଉଛୁ। ଯୋଉ ଡାକ୍ତର ବିଏନପୁର ଥାନା ଏଫଆଇଆର ଦେଇଛୁ, ଯୋଉ ଡାକ୍ତର ମାନେ ଛୁଟିରେ ଅଛନ୍ତି କହୁଛନ୍ତି ଫେରାରେ ଅଛନ୍ତି, ସେମାନେ ଦୋଷୁନାହାନ୍ତି। ଆମେ ଜାଣୁ ସେମାନେ ଅଛନ୍ତି ଜୀବିତ କି ମୃତ୍ୟୁ, ଆମେ ସେଇଟା ମଧ୍ୟ ଶଙ୍କାରେ ଅଛୁ। ତେଣୁ ସେମାନଙ୍କୁ ଆମେ ଆଣି ତାଙ୍କ ପାଖରେ ଏମକେସି ଜଏନ୍ କରନ୍ତୁ, ତାଙ୍କୁ ଦେଖାନ୍ତୁ, ଆମେ ଜାଣିବା ସେମାନେ ଅଛନ୍ତି। ଯଦି ସେମାନେ କାମ କରିକି ପଇସା ନେଇଛନ୍ତି ତାହାର ମଧ୍ୟ ପଇସା ତାଙ୍କୁ ଆଦାୟ କରାଯାଉ। ତାହା ସହିତ ଏମିତି ଆହୁରି ମଧ୍ୟ କେତେ ଡାକ୍ତର ଅଛନ୍ତି ଏଠି ସନ୍ତୋଷ ପକାଉଛନ୍ତି, କିନ୍ତୁ କଟକ ଭୁବନେଶ୍ୱର ପ୍ରାକ୍ଟିସ କରୁଛନ୍ତି। ତାଙ୍କ ଉପରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଆମେ ଆପଣଙ୍କୁ ନିବେଦନ କରୁଛୁ। ଆମେ ବୈଦ୍ୟନାଥ ଥାନା ଆସିଥିଲୁ, ଦାବିପତ୍ର ଦେଇଛୁ, ଏଫଆଇଆର ଦେଇଛୁ। ଏଫଆଇଆର ଟାକୁ ଗ୍ରହଣ କରିବା ପାଇଁ ଆମେ ଥାନା ଅନୁରୋଧ କରୁଛୁ। ଆଉ ନିଶ୍ଚିତ ଭାବରେ ଯଦି ଥାନା ଅନୁରୋଧ କରି ରକ୍ଷା କରିବେ, କାମରେ ପରିଣତ କରିବେ, ତାହେଲେ ନିଶ୍ଚିତ ଭାବରେ ଆମର ସବୁ ଯୋଉ ଡାକ୍ତର ମାନଙ୍କୁ ପଦଭାବ ଲାଗିଛି ନିଶ୍ଚିତ ଭାବରେ ଆମକୁ ଲାଗିବ।